ଏ ଜାଗା ଜାଣିପାରୁଛ ଭାଇ? ଜାଣିପାରୁଛ ଜାଗା? ଏ ଜାଗା ଗୋଟେ ଜିମ୍ ହେଲା। ଆଉ ଏ ଜାଗାକୁ କଲାବେଳକୁ ବହୁତ କଷ୍ଟ ଲାଗିଥିଲା। ଆଉ ବହୁତ କଷ୍ଟରେ ବି ବନା ହେଇଛି, ଧାର ଉଧାର ହେଇକି ଏପର୍ଯ୍ୟନ୍ତ ବି ସୁଝା ହେଇନି ପଇସା। ବହୁତ ଅସୁବିଧାରେ ବି ମୁଁ କ୍ରସିଂ କରୁଛି। ଆଉ ଲୋନ୍ କିସ୍ତି ବି ଠିକ୍ ସେ ଦେଇ ହେଉନି। ଏଇଟା ହେଲା ଓପନ୍ କଥା, ମୋର ହେଲା ଅସୁବିଧା କଥା। ଏଇ ଜାଗାକୁ ଭାଇ ତୁମେ ଦେଖୁଛ, ମୁଁ ବି ଦେଖୁଛି। କିନ୍ତୁ ଯେବେ ମୁଁ ଏଇ ଜାଗାଟା ମୁଁ କରିଥିଲି, ସେ ଲୋନ୍ କରିକି ମୁଁ ଆଣିଥିଲି। ମୋ ପାଖରେ ପଇସା ବି ନଥିଲା, ତ ଲୋନ୍ କରିକି ଏବେ ଚଲାଉଛି ବି। ତ ଏଇ ଜାଗାକୁ ମୁଁ ଯେତେବେଳେ କରିଥିଲି, ଓପନିଂ ଯେତେବେଳେ କରିଥିଲି, ଆମର ଗାଁରେ, ଆମ ସାହିରେ, ଗାଁରେ ପାଖାପାଖି ଲୋକ ଯେଉଁମାନେ କ୍ଲୋଜ୍, ଅଧିକା କ୍ଲୋଜ୍ ଯେଉଁମାନେ କି ତୁମ ନିଜ ଲୋକ, ସେମାନେ କ'ଣ କହିଲେ ଜାଣିଛ? ତାଙ୍କ ଭିତରେ ଡିସ୍କସନ୍ କଲେ, ଚୋରି କରି ଆଣିଥିବ, ଏଇଟା ଏମିତି କରିକି ଆଣିଥିବ। ଭାଇ ରିଆଲିଟି କଥା କ'ଣ ଜାଣିଛ? ଯେଉଁମାନଙ୍କୁ ତୁମେ ନିଜର ଭାବୁଥିବ, ସେଇମାନେ ତୁମ ପଟିଟା ଭଲ କି ମାରନ୍ତି। ବୁଝିପାରିଲ? ଖାସ୍ କରି ତୁମ ନିଜ ଲୋକ, ନିଜ କୁଟୁମ୍ବ, ଭାଇ ବନ୍ଧୁ ସାଙ୍ଗ, ଯେଉଁମାନେ କ୍ଲୋଜ୍ ଭାବୁଥିବ, ଯେଉଁମାନଙ୍କୁ ନିଜର ଭାବୁଥିବ, ସେଇମାନେ ତୁମ ଅଧିକା ମାରନ୍ତି। କ'ଣ ପାଇଁ ଜାଣିଛ? କାରଣ ସେମାନେ ତୁମ ଷ୍ଟ୍ରଗଲ୍, ତୁମ ଡେଭଲପମେଣ୍ଟ କେବେ ଚାହାନ୍ତିନି। ସେ ଚାହାନ୍ତି ଯେ ଆମେ ଏମିତି ତଳେ ଅଛୁ, ତୁ ବି ସେମିତି ତଳେ ରହ। ହେଲା। କଙ୍କଡ଼ା ଜାଣିଛ? କଙ୍କଡ଼ା ସିଏ କ'ଣ ଗୋଟେ ଚଢ଼ିଗଲା ଉପରେ, ତା ତଳକୁ ଆଉ ଗୋଡ଼ ଟାଣନ୍ତି। ତୁ କାହିଁ ଚଢ଼ୁଛୁ, ମୁଁ ଚଢ଼ିବି। ସିମ୍ପଲ୍ କଥା। ମଣିଷ ପ୍ରକୃତି ହେଲା କଙ୍କଡ଼ା ଭଳିଆ। ତ ଜିନିଷ କ'ଣ ଏଠି ଭାଇ, ତୁମେ ଯଦି ଡେଭଲପମେଣ୍ଟ କରିବା ପାଇଁ ଚାହୁଁଛ, ତୁମର ସବୁଠୁ ନିଜର ଲୋକ, ସେଇମାନେ ହିଁ ତୁମ ଦେଖି ଶୋଇ ପାରନ୍ତି ନାହିଁ। ଖାସ୍ କରି ଯଦି ଚାହୁଁଛ ତୁମ ଘରେ କିଛି ଗାଡ଼ି ଗୋଟେ କିଣିଦିଅ, ଛୋଟ ବାଇକ୍ ଗୋଟେ କିଣିଦେବ, ତୁମେ ଗୋଟେ ବୁଲେଟ୍ କିଣିଦିଅ, ତୁମ ସାଇଟ୍ ଘର ପାଖରେ ଯାହାର ବି ଗୋଟେ ଥିବ, ହିରୋ ହୋଣ୍ଡା ସ୍ପ୍ଲେଣ୍ଡର ଥିବ, ସେ ତୁମକୁ କେବେ ବି ସହିପାରିବନି। ଆଉ ଡାଇରେକ୍ଟ କହିବ ଇଏ ଚୋରି ଚାରି କରିକି ଆଣିଥିବ ପଇସା। ଏଇଟା ଭାଇ ସତ କି ନାହିଁ ମିଛ କଥା, ଯାହା ସାଙ୍ଗେ ଭାଇ ହେଇଛି ଟିକେ କମେଣ୍ଟ କରିକି କୁହ। ଆଉ ଲାଇକ୍ ସବସ୍କ୍ରାଇବ୍ ଟିକେ ଫଲୋ କରିଦିଅ। ଜୟ ଶ୍ରୀରାମ। ନୂଆ ଭିଡ଼ିଓ ଦେଖା ହେବା।